ସାଙ୍ଗମାନେ ଗୋଟେ ଜିନିଷ ଆପଣ ଦେଖାଉଛି ଖରାବେଳେ ଦେଖନ୍ତୁ। ସବୁଦିନ ଖରାବେଳେ ଖରା ହଉଛି। ଭାଇମାନେ ବୋଲବମ୍ ଯାଉଛନ୍ତି ପ୍ରବଳ ମାନେ ବର୍ତ୍ତମାନ କାଉଡ଼ିଆ ଭାଇମାନେ ଆସି ବାବା ଗୋରଖନାଥ ଅମୃତ ଯାଉଛି। ତା ପାଇଁ ମାନେ କାଉଡ଼ି ଭକ୍ତମାନେ ଏଠି ରୋଷେଇ ଚାଲିଛି, ପ୍ରୋଗ୍ରାମ ବି ଚାଲିଛି। ଜୟ ଜଗନ୍ନାଥ ସାଙ୍ଗମାନେ, ଶୁଭ ସକାଳ। ସାଙ୍ଗମାନେ ସକାଳୁ ସକାଳୁ ଆସିଥିଲି ଚାଲିବା ପାଇଁ, ଚାଲିବାକୁ ଆସିଥିଲି। ଦେଖିଲା ବେଳକୁ ପୁରା ବିଲ ସାରା ଖାଲି ପାଣି, ନାଳ ପାଣି ଆସିବାକୁ ରାତିରେ ବର୍ଷା ହେଉଛି, ଯାହାଫଳରେ ଦେଖନ୍ତୁ ବିଲ ସାରା ପୁରା ପାଣି, ଧାନ ଗଛ ବୁଡ଼ି ଯାଇଛି। ଏମିତି ବୁଡ଼ିଲେ ସେ ଆସି ପୁରା କ୍ଷତି ହିଁ ସହିବ। ସାଙ୍ଗମାନେ ବର୍ଷା ନ ହଉ, ପାଣି କମ୍ ହଉ, ଅଳ୍ପ ଅଳ୍ପ ଚାଲୁ, ଧାନ ରୁଆ, ଧାନ ଫସଲ ଭଲ ହେବ। ସାଙ୍ଗମାନେ ଦେଖିବା ଦିନମାନ ବ୍ଲକରେ ଆଜି କ'ଣ ହେଉଛି, ଫଲୋ ମି। ସାଙ୍ଗମାନେ ଗୋଟେ ଜିନିଷ ଆପଣ ଦେଖାଉଛି ଖରାବେଳେ ଦେଖନ୍ତୁ। ସବୁଦିନ ଖରାବେଳେ ଖରା ହେଉଛି, ଠିକ୍ 1-2ଟା ବେଳକୁ ବର୍ଷା ଆସିକି କୋହଲା କରି କୋହଳିଆ ପାଗ କରିଛି। ଦେଖନ୍ତୁ ଏ ଦେଖନ୍ତୁ ଏଠି ପାଣି ପୁରା ଚିତ୍କାର ମୂଳ ପାଣି ହେଇଯାଇଛି। କାହିଁକିନା ଯେହେତୁ ନାଳ ପାଣି ଆସୁଛି, ବର୍ଷା ବି ଆସୁଛି, ଆଉ ପୁରା ଚିତ୍କାର ହେଇଯାଇଛି। ବର୍ଷା କେତେ ଉଠେ ଦେଖନ୍ତୁ, ପୁରା ପୁରା ଗହିର ପୁରା ପାଣିମୟ ହେଇଯାଇଛି। ସାଙ୍ଗମାନେ ବର୍ଷା ଯେ ପ୍ରବଳ ବର୍ଷା, ହେଭି ରେନ୍। ଆଉ ମୁଁ ଆସି ଜଷ୍ଟ ଦୋକାନରେ ପହଞ୍ଚି, ବର୍ଷା ଛେଚୁଛି ପ୍ରବଳ। ଏପଟେ ଦେଖନ୍ତୁ କୋଉ ରକମର ବର୍ଷା ଉଠେଇଛି। ପ୍ରବଳ ବର୍ଷା। ଗାଡ଼ି ସବୁ ଯିବା ଆସିବା କରୁଛି, ବର୍ଷା ହେଭି, ଯେମିତି ମାଠିଆରେ ଉଜାଲା ଭଳିଆ ଉଜାଡୁଛି। ମୁଁ ବର୍ତ୍ତମାନ ସେଇ ଦୋକାନରେ ପହଞ୍ଚିଲି, ବର୍ଷା ହେଭି ହେଉଛି। ଆଉ ଘରେ ମଣ୍ଡା ପିଠା ଆମର ହେଇଛି, ଖିଆ ହେବ। ଆଉ ଦେଖନ୍ତୁ କେତେ ଜୋର ବର୍ଷା ହେଉଛି, ପ୍ରବଳ ବର୍ଷା। ଗୋଟେ ସାଙ୍ଗମାନଙ୍କ ଜିନିଷ ଦେଖନ୍ତୁ, ମାନେ ବିଲେଇ ତା ଜାଗା ବାଟରେ କୁକୁର ବସିଛି, ଆଉ ସିଏ ଯିବ ବୋଲି କେମିତି ଛକିକି ବସିଛି, ଛକାଛକି ପଞ୍ଜାରେ ଜଗିକି ରହିଛି। ଆଉ ମାନେ ବିଲେଇ ଯିବା ବାଟରେ କୁକୁର ବସିଯାଇଛି, ସିଏ ଯିବ ବୋଲି ଯାଇପାରୁନି। ଇଏ ତାଙ୍କ ପୁଅ ଗଲା ସୂର୍ଯ୍ୟ, ସେ କୁକୁର ତା ବାଟରେ ବସିଯାଇଛି। ଛକା ପଞ୍ଜାରେ ଖେଳ ଚାଲିଛି, ମାନେ ବିଲେଇ ଡରୁଛି କୁକୁର, କୁକୁର ଡରୁଛି ବିଲେଇ। ବହୁତ କଷ୍ଟରେ ଛକି ଛକି ଯାଉଛି। ଛକି ଛକି ପଳେଇଯିବ ବୋଧେ, ପାସ୍ କରିଯିବ। ତାର ସେ କିଛି କରିବନି, ପଳେଇବ, କିନ୍ତୁ ଇଏ ଡରି ପୁରା ଅନ୍ଧାର। ଭାଇମାନେ ବୋଲବମ୍ ଯାଉଛନ୍ତି, ପ୍ରବଳ ଭକ୍ତ। ଏଇଟା ଦ୍ୱିତୀୟ ପାଇରେ ଭିଡ଼ ପ୍ରବଳ ଲାଗୁଛି ହେବ, କାରଣ ଯେହେତୁ ଆଜି ହେଉଛି ଶନିବାର ଭିଡ଼ ଚାଲିଲେ ବହୁତ ଘୁଙ୍ଗୁର ଲଗେଇଛନ୍ତି। ବର୍ତ୍ତମାନ କାଉଡ଼ିଆ ଭାଇମାନେ ଆସି ବାବା ଗୋରଖନାଥ ଅମୃତ ଯାଉଛି, ତା ପାଇଁ କୀର୍ତ୍ତନ ଚାଲିଛି।
କାଉଡ଼ି ଭକ୍ତମାନେ ଏଠି ରୋଷେଇ ଚାଲିଛି, ପ୍ରୋଗ୍ରାମ ବି ଚାଲିଛି। ସାଙ୍ଗମାନେ ବରିରୁ ଯାଜପୁରରୁ ସବୁ ଲୋକ ଆସିଛନ୍ତି, କାଉଡ଼ିଆ ଭକ୍ତମାନେ ଆମ ହନୁମାନ ଛକରେ ରହିଛନ୍ତି। ଖାଇବା ପିଇବା ଚାଲିଛି, ଭଜନ କୀର୍ତ୍ତନ ଚାଲିଛି, ଭଲ ଲାଗୁଛି ପରିବେଶ। ଏପଟେ ରୋଷେଇ ଦୁଇ ଜଣ ପାର୍ଟି ଅଛନ୍ତି ରୋଷେଇ ପାଇଁ। ଇଏ ଆମର ହନୁମାନ ଏଠି।